ସାମ୍ବାଦିକ ସ୍ୱର୍ଗତ ତ୍ରିଲୋଚନ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। କପ୍ତିପଦା ମାତୃବିହାରଠାରେ ଏହି ପୁଣ୍ୟ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ସାମ୍ବାଦିକ ତ୍ରିଲୋଚନ ମିଶ୍ରଙ୍କ ସ୍ମୃତିଚାରଣ କରିବା ସହିତ କିପରି ସାମ୍ବାଦିକର ଜୀବନ ସର୍ବଦା ସମାଜ ପାଇଁ ଉତ୍ସର୍ଗୀକୃତ ତାହା ଉପରେ ନିଜର ବକ୍ତବ୍ୟ ଦେଇଥିଲେ। ସ୍ୱର୍ଗତ ତ୍ରିଲୋଚନ ମିଶ୍ର କେବଳ ସେ ଜଣେ ସାମ୍ବାଦିକ ହୋଇ ନିଜର କର୍ତ୍ତବ୍ୟ କରିଥିଲେ ତାହା ନୁହେଁ, ଜଣେ ସାମ୍ବାଦିକ ହୋଇ ସମାଜରେ ଦଳିତ ଓ ନିଷ୍ପେଷିତମାନଙ୍କୁ ସାହାଯ୍ୟ, ସେମାନଙ୍କ ହକ୍ ପାଇଁ ଲଢ଼େଇ କରିଥିଲେ। ଏହା ସହିତ କପ୍ତିପଦାଠାରେ ଶ୍ରୀ ମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ଥିବା ସହିତ ବିକାଶ ନିମନ୍ତେ ସର୍ବଦା ସେ ଚିନ୍ତିତ ଥିଲେ। ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ମୁଁ ସ୍ୱର୍ଗତ ତ୍ରିଲୋଚନ ମିଶ୍ରଙ୍କର ଜଣେ ସହଯୋଗୀ ଭାବରେ ନିଜକୁ ବହୁତ ଗର୍ବ ଅନୁଭବ କରେ। ସ୍ୱର୍ଗତ ତ୍ରିଲୋଚନ ମିଶ୍ର 1933 ମସିହା ଜାନୁଆରୀ ମାସ 23 ତାରିଖ ଦିନ କପ୍ତିପଦାର ବ୍ରାହ୍ମଣ ଶାସନରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ବାପାଙ୍କୁ ହରାଇଥିଲେ, ମାଆଙ୍କ ଦ୍ୱାରା ସେ ଲାଳିତ ପାଳିତ ହେଉଥିଲେ। କିନ୍ତୁ ସେ ଅଭାବ ଅସୁବିଧା ଭିତରେ ବି ତାଙ୍କ ଭିତରେ ଯେଉଁ ଉଚ୍ଚଶିକ୍ଷା ପାଇଁ ଯେଉଁ ଦୁର୍ବାର ଆଶା ଥିଲା ସେ ତାକୁ ପରିପୂରଣ କରିଥିଲେ। ସେତେବେଳେ ଯେଉଁ ଆମର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ବାରିପଦାରେ ସେ ସେହି ସମୟରେ ଆଇଏ ପାସ୍ କରିଥିଲେ। ତାପରେ ସେ ଗାଁକୁ ଫେରିକି ବିଭିନ୍ନ ସାମାଜିକ କର୍ମରେ ନିୟୋଜିତ ହୋଇଥିଲେ। ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକତା କରିଛନ୍ତି। ସେ ମଧ୍ୟ କପ୍ତିପଦାରେ ଏ ଯେଉଁ କପ୍ତିପଦା ହାଇସ୍କୁଲ, କପ୍ତିପଦା ବାଳିକା ସ୍କୁଲ, ଯେତେ ସବୁ ଆମେ ଦେଖୁଛେ ସବୁ ଶିକ୍ଷାନୁଷ୍ଠାନ, ସେଥିରେ ତାଙ୍କର ଅବଦାନ ରହିଛି। ତାପରେ ସେ ଜଣେ ସାମ୍ବାଦିକ ଥିଲେ। ସାମ୍ବାଦିକ ଭାବରେ କପ୍ତିପଦା ଅଞ୍ଚଳର ସେ ସମୟର ଯେଉଁ ମାନେ ଦୁର୍ଗମ ସମୟ, ରାସ୍ତାଘାଟର ସୁବିଧା ନଥିଲା, ତାରି ଭିତରେ ସେ ବିଭିନ୍ନ ଅଭାବ ସୁବିଧାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ସବୁବେଳେ। ତାପରେ 1974 ମସିହା ପାଖରୁ ସେ ଏଇ ଯେଉଁ ଶ୍ରୀଅରବିନ୍ଦ ପାଠଚକ୍ରରେ ଯୋଗ ଦେଇଥିଲେ ଏବଂ ତା ସହିତ ବାଘା ଯୋଜନ କାର୍ଯ୍ୟକ୍ରମ ମଧ୍ୟ ବାଘା ଯୋଜନକୁ ସ୍ମୃତି ରକ୍ଷା ପାଇଁ ସେ କାର୍ଯ୍ୟକ୍ରମ କରୁଥିଲେ। ତାପରେ 1986 ମସିହାରେ ଏଇ ଯେଉଁ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆରମ୍ଭ ହେଲା, ଶ୍ରୀଅରବିନ୍ଦଙ୍କର ଶିକ୍ଷା ଆଦର୍ଶରେ ଏ ଅନୁଷ୍ଠାନ ହେଇଛି। ସେଇଦିନ ପାଖରୁ ସିଏ ତାକୁ ନିଷ୍ଠାପର ଭାବରେ କେମିତି ଅନୁଷ୍ଠାନ ଆଗକୁ ଯିବ, ପିଲାମାନେ କେମିତି ଗୋଟେ ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ପାଇବେ, ଏ ଅଞ୍ଚଳରେ କେମିତିକା ଗୋଟେ ଆଧ୍ୟାତ୍ମିକ ବିକାଶ ହେବ, ସେ ଉଦ୍ୟମ କରି ଆସିଛନ୍ତି। ଏବଂ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ 1999 ମସିହା ମାର୍ଚ୍ଚ ମାସ 29 ତାରିଖ ସେ ପର୍ଯ୍ୟନ୍ତ ସେଇ ଶିକ୍ଷା କେନ୍ଦ୍ରକୁ ସେ ତାଙ୍କ ଜୀବନରେ ଇଏ କରିଛନ୍ତି। ଯଦିଓ ଶେଷ ଜୀବନଟା ତାଙ୍କର ଦୁଃଖଦ ଥିଲା, ରୋଗାକ୍ରାନ୍ତ ହେଇଗଲେ, କିନ୍ତୁ ସେ ଶିକ୍ଷା କେନ୍ଦ୍ର କଥା ସେଇ ରୋଗ ଶଯ୍ୟାରେ ବି ସେ ଶିକ୍ଷା କେନ୍ଦ୍ର କେମିତି ଲାଳନ ପାଳନ କରୁଥିଲେ ପିଲାମାନଙ୍କର ସେ ବହୁତ ସେବା ଯତ୍ନ କରୁଥିଲେ। ନିଜର ପିଲା ଭଳିଆ ସେ ଏକଦମ ନାତି ନାତୁଣୀ ସବୁ ପିଲା ତାଙ୍କୁ ଅଜା ଅଜା ଡାକୁଥିଲେ। ପ୍ରକୃତରେ ନାତି ନାତୁଣୀ ଭଳିଆ ସେ ତାଙ୍କୁ ବ୍ୟବହାର କରୁଥିଲେ। ତାଙ୍କୁ ମାନେ ପରିଷ୍କାର ପରିଚ୍ଛନ୍ନ କରିଦେବା, ଏମିତିକି ସେ କାଶ ପାଖି ହେଲେ ଛୁଆଙ୍କୁ ସେ ନିଜେ ନିମ ପାଣି ସିଝେଇକିରି ସେ ପିଲାଙ୍କୁ ସବୁ ଗଧେଇ ଦେବେ। କୋଉଥିରେ ସାମ୍ବାଦିକତା କରୁଥିଲେ? ସେ ସାମ୍ବାଦିକ ଥିଲେ, ମାତୃଭୂମିର ସାମ୍ବାଦିକ ଥିଲେ। ତାପରେ ଏଠି ବାଲେଶ୍ୱରରୁ ଗୋଟେ ବାହାରୁଥିଲା ରାଷ୍ଟ୍ରଦୂତ, ଉପେନ୍ଦ୍ର ନାୟକ, ସେ ତାକୁ ତାର ସମ୍ପାଦକ ଥିଲେ, ସେଥିର ଥିଲେ। ତାପରେ ବାଳକୃଷ୍ଣ କରଙ୍କର ଯେଉଁ ସହକାର, ସେଥିରେ ସେ କାମ କରିଛନ୍ତି। ବର୍ତ୍ତମାନ କେମିତି ଏଇ ଶିକ୍ଷାନୁଷ୍ଠାନ ଚାଲିଛି, ତାଙ୍କ ଅନୁସରଣ ଚାଲିଛି ନା? ତାଙ୍କ ସେଇ ସମୟର ଯେଉଁମାନେ ତାଙ୍କର ଅନୁଗାମୀ ଥିଲେ ସେମାନେ ତାଙ୍କ ପାଖରୁ କିଛି ମାନେ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଅନୁପ୍ରାଣିତ ହୋଇଛନ୍ତି ଏବଂ ତାଙ୍କରି ଆଦର୍ଶରେ ସେ ଏବେ ବି ମଧ୍ୟ ସେ ଅନୁଷ୍ଠାନକୁ ଚଲେଇଛନ୍ତି। ପିଲାମାନଙ୍କୁ ଯତ୍ନ ନେବା ସେମାନେ କରୁଛନ୍ତି। ସେ ଅପା ଭାଇ ଇଏ ହେଉଛନ୍ତି ଆମର ତ୍ରିଲୋଚନ ନନା ହିସାବରେ ସିଏ ପରିଚିତ। ସେ ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା, ଆଉ ଏ ଅଞ୍ଚଳରେ ବି ଜଣାଶୁଣା ସାମ୍ବାଦିକ ହିସାବରେ, ସମାଜସେବୀ ହିସାବରେ। ଆଉ ତେଣୁ ତାଙ୍କର ଯେଉଁ କାର୍ଯ୍ୟକଳାପ ତାହା ଆମକୁ ମନଛୁଆଁ ହେଇଛି ଏବଂ ତାଙ୍କର ପ୍ରେରଣାରେ ଆମେ ଆଜି ଆଉ କାର୍ଯ୍ୟ କରୁଛୁ। କପ୍ତିପଦା କଲେଜ ଠାରୁ
ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ କପ୍ତିପଦାକୁ ଆଗକୁ ନେବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଜଣେ ସାମ୍ବାଦିକ ସେ ଜୀବନରେ କିଭଳି କର୍ତ୍ତବ୍ୟନିଷ୍ଠ ଏବଂ ସାମାଜିକ ଚଳଣିକୁ ଆଧାର କରି ନିଜର କର୍ମ ସମ୍ପାଦନ କରିବା ଜରୁରୀ ତାହା ସେ ନିଜେ ଜୀବନର କାଳରେ ଦେଖାଇଥିବା କହିଥିଲେ ଅତିଥିଗଣ। ଉଦଳାରୁ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ରିପୋର୍ଟ, ବିକାଶ ବାର୍ତ୍ତା ନ୍ୟୁଜ୍।